ମନେ ରଖ ପିଲାମାନେ, ଯେତିକି ସମୟ ଆପଣମାନଙ୍କ ପାଖରେ ସମୟ ଅଛି ପୁରା ଲାଗି ପଡ଼ନ୍ତୁ ଆପଣଙ୍କର ସେଇ ଗୋଲ୍ ପଛରେ ବା ସେଇ ସଫଳତା ପଛରେ। ଯେତେ ସମୟ ଆପଣ ବର୍ବାଦ କରିବେ ଆପଣଙ୍କ ସମୟକୁ, ସେତିକି ବର୍ଷ, ସେତିକି ଦିନ ବା ସେତିକି ମାସ ଆପଣଙ୍କର ସେଇ ପିତାମାତା ଏମିତି ସେ ଦର୍ଦନାକ ବା ଆପଣ କହିବାରେ କଠିନ ପରିଶ୍ରମ କରି ଚାଲିଥିବେ। ସେମାନଙ୍କର ଦୁଃଖର ଭାର ଆହୁରି ବଢ଼ି ବଢ଼ିଯିବ, କିନ୍ତୁ କେବେ ବି କମିବନି ଆଜ୍ଞା। କାହିଁକି ନା ସେମାନେ ଅପେକ୍ଷା କରିଛନ୍ତି ଆପଣଙ୍କ ସଫଳତାକୁ। ସେମାନେ ଅପେକ୍ଷା କରିଛନ୍ତି କେବେ ଆମ ପୁଅ, କେବେ କେବେ ଆମ ଝିଅ ତାର ସେଇ ଯେଉଁ ଗୋଲ୍ ଅଛି ବା ଲକ୍ଷ୍ୟ ଅଛି ତାକୁ ସାଧିତ କରିବ। ଯେତିକି ସମୟ ଆପଣଙ୍କୁ ମିଳୁଛି ଆଜ୍ଞା, କମ୍ପିଟେଟିଭ୍ ପିଲାମାନେ, ଜିକେ ହଉ, କରେଣ୍ଟ ଆଫେୟାର ହଉ, ପେଡ଼ାଗୋଜି ହଉ, ଯେକୌଣସି ସବଜେକ୍ଟ ଆପଣ ପାଉଛନ୍ତି ନା, ସେ ମ୍ୟାଥ୍ ହଉ ନା କାହିଁକି, ତାକୁ ପ୍ରାକ୍ଟିସ୍ କରି ଚାଲନ୍ତୁ। ଦେଖିବେ ଆପଣ ନିହାତି ସଫଳ ହେବେ। ଏବଂ ଯେଉଁମାନେ ଆପଣଙ୍କ ବାପା ମାଆଙ୍କୁ କିଛି କହୁଛନ୍ତି ବା ବାପା ମାଆ ସେଇ କଥା ଗୁଡ଼ିକୁ ସହି ପାରୁନାହାନ୍ତି, ଦିନ ଏମିତି ଆସିବ ଆପଣଙ୍କ ବାପା ମାଆ ଆପଣଙ୍କ ନାଁ ଅନୁସାରେ ଗର୍ବିତ ହେଉଥିବେ। ବାଟରେ ଚାଲୁଥିବା ସମୟରେ ଆପଣଙ୍କ ନାମକୁ ଅନ୍ୟ ଜଣେ କେହି ଆପଣଙ୍କ ବାପାଙ୍କୁ ପରିଚୟ ମିଳିବ। ଏବେ ଆପଣମାନେ ଆପଣଙ୍କର ବାବା କିମ୍ବା ମାମା କିମ୍ବା ଅନ୍ୟ କାହାର ପରିଚୟରେ ଚାଲୁଛନ୍ତି, ତ ଆପଣ ନିଜ ପରିଚୟ କେବେ ସୃଷ୍ଟି କରିବେ? ଭିଡ଼ିଓଟି ଭଲ ଲାଗିଥିଲେ ନିହାତି ସେୟାର କରିବେ।